ଶ୍ରୋତା ବନ୍ଧୁ, ବିଗତ ସାଂସ୍କୃତିକ ଜାଗରଣର ଏକ ପରିଣାମ ଥିଲା ବୌଦ୍ଧ ଧର୍ମ। ତାରି ସମ୍ପର୍କରେ, ତାର ବିକାଶ ସମ୍ପର୍କରେ ଆମର ଆଜିର ଏକ ଆଲୋଚନା। ଆପଣମାନଙ୍କ ସୁବିଧା ନିମନ୍ତେ ପୂର୍ବ ଅଡିଓରେ ମୁଁ ଗୌତମ ବୁଦ୍ଧଙ୍କ ଧର୍ମ ଦର୍ଶନ ଉପଦେଶ ସମ୍ପର୍କରେ ଆଲୋଚନା କରିଥିଲି। ବିଗତ ସାଂସ୍କୃତିକ ଜାଗରଣର ଏକ ପରିଣାମ ଥିଲା ବୌଦ୍ଧ ଧର୍ମ। ଏହା ଆଧୁନିକ ଉପଲବ୍ଧି ଏବଂ ଏହାର ବିକାଶ, ଯେଉଁ ବୌଦ୍ଧ ଧର୍ମର ବିକାଶ ସମ୍ପର୍କରେ ଅବଗତ ହେବା ନିମନ୍ତେ ଆମମାନଙ୍କୁ ସମ୍ପୂର୍ଣ୍ଣ ବିଶ୍ୱବ୍ୟାପୀ ଏବଂ ଭାରତ ବର୍ଷରେ ଯେଉଁମାନେ ସବୁ ଏହାର ପ୍ରଚାରକ ହୋଇଛନ୍ତି ତାଙ୍କ ସମ୍ପର୍କରେ ସାମାନ୍ୟ ଧାରଣା ପ୍ରଥମରୁ ରଖିନେବା ଉଚିତ। ଭାରତୀୟମାନଙ୍କ ନିମନ୍ତେ ଏହା ଏକ ବିଲୁପ୍ତ ଗୌରବ ଏବଂ ମହିମାର ଜ୍ଞାନ ଥିଲାବେଳେ ପାଶ୍ଚାତ୍ୟ ଦେଶରେ ଏହା ଅପୂର୍ବ ଉପଲବ୍ଧି। ପାଶ୍ଚାତ୍ୟ ଯେଉଁ ଧର୍ମାବଲମ୍ବୀ, ଯେଉଁମାନେ ଗୌତମ ବୁଦ୍ଧଙ୍କୁ ଅନୁସରଣ କରନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଟର୍ନର, ଫାଉସବାଲ, ଚାଇଲ୍ଡର୍ସ, ଓଲ୍ଡେନବର୍ଗ, ରାଇଜ ଡେଭିଡ୍ସ ଏବଂ ଶ୍ରୀମତୀ ରାଇଜ ଡେଭିଡ୍ସ, ଧର୍ମାନନ୍ଦ କୋସମ୍ବୀ, ବରୁଆ ଏବଂ ଅନ୍ୟାନ୍ୟ ବିଦ୍ୱାନଙ୍କ ପ୍ରଯତ୍ନ ଦ୍ୱାରା ଆଧୁନିକ ଶୈଳୀରେ ପାଲି ଭାଷା ପରିଶୀଳନ ସମ୍ଭବ ହୋଇଛି। ପ୍ରାଚ୍ୟ ଜଗତରେ ୱର୍ଣ୍ଣୋଫ, କର୍ଣ୍ଣ, ମ୍ୟାକ୍ସମୁଲର, ସିଲଭା ଲେବି, ହରପ୍ରସାଦ ଶାସ୍ତ୍ରୀ, ରାଜେନ୍ଦ୍ରଲାଲ ମିତ୍ର ଆଦିଙ୍କ ପ୍ରଯତ୍ନ ଦ୍ୱାରା ଲୁପ୍ତପ୍ରାୟ ବୌଦ୍ଧ ସଂସ୍କୃତି ସାହିତ୍ୟର ପୁନରୁଦ୍ଧାର ସମ୍ପନ୍ନ ହୋଇପାରିଛି। ଜେମ୍ସ ପ୍ରିନ୍ସେସ୍ କନିଂହାମ, ମାର୍ଶଲ ଆଉ ଜଣେ ହେଉଛନ୍ତି ଷ୍ଟାଇନ୍, ଫ୍ୟଗେର ଏବଂ କୁମାରସ୍ୱାମୀ ପ୍ରମୁଖ ବିଦ୍ୱାନଗଣ ବୌଦ୍ଧ ପୁରାତତ୍ତ୍ୱ ଏବଂ କଳା ବିଶେଷର ଅନୁସନ୍ଧାନ କରି ବହୁ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ବର୍ତ୍ତମାନ ଆମେ ଦେଖିବା ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭାବ ଏବଂ ତାର ରୂପ। ଅଶୋକଙ୍କ ସମୟ ଠାରୁ ବୌଦ୍ଧ ଧର୍ମ କାଶ୍ମୀର ଠାରୁ ସିଂହଳ ପର୍ଯ୍ୟନ୍ତ ଏବଂ ହିନ୍ଦୁ କୁଶ ଠାରୁ ବ୍ରହ୍ମଦେଶ ଯାଏ ବ୍ୟାପିଥିଲା। ବୁଦ୍ଧ ଧର୍ମର ପ୍ରଚାର କ୍ଷେତ୍ରରେ ଦୁଇଟି ସମ୍ପ୍ରଦାୟ କଥା ମୁଁ ପୂର୍ବରୁ କହିଛି। ଗୋଟେ ଥିଲା ମହାସାଂଘିକ ସମ୍ପ୍ରଦାୟ, ଆଉ ଗୋଟେ ଥିଲା ଅଭିନବ ମହାଯାନ ଧର୍ମ। ସମାଲୋଚକ ଡକ୍ଟର ନବୀନ କୁମାର ସାହୁଙ୍କ ମତରେ ମହାସାଂଘିକ ଧର୍ମବାଦ ଅନୁସାରେ ବୁଦ୍ଧଙ୍କ ରୂପକାୟ, ଧର୍ମକାୟ, ନିର୍ମାଣକାୟର ଅତି ରହସ୍ୟମୟ ପରିଚୟ ଦେବାବେଳେ ସର୍ବାସ୍ତିବାଦୀମାନେ ଧର୍ମବାଦ ନେଇ ବୋଧିସତ୍ତ୍ୱ ଓ ପାରମିତା ନୀତିର ତାତ୍ତ୍ୱିକ ବ୍ୟାଖ୍ୟା ଦେଇଥିଲେ। ତାହାଦ୍ୱାରା ବୌଦ୍ଧ ସଂଘର ପରିସର ଅତ୍ୟନ୍ତ ବିସ୍ତୃତ ହୋଇପଡ଼ିଥିଲା। ତାହାରି ପରିଣତି ସ୍ୱରୂପ ବିରାଟ ପ୍ରଜ୍ଞାପାରମିତା ସାହିତ୍ୟର ଅଭିବ୍ୟକ୍ତି ହେଲା। ଏବଂ ତାପରେ ଆସିଲା, ମାନେ ଯେଉଁ ଆପଣଙ୍କୁ କହିଲି ଯେ ଗୋଟେ ସାହିତ୍ୟ, ତା ନାଁ ହେଉଛି ପ୍ରଜ୍ଞାପାରମିତା ସାହିତ୍ୟ। ତାପରେ ଆସିଲା ଶୂନ୍ୟତାବାଦ ଏବଂ ତାପରେ ଆସିଲା ଅଦ୍ୱେୟ ଭଳି ମତ। ଏଗୁଡ଼ିକ ସ୍ଫୁରଣ ହେଲା। ଏହା ଥିଲା ମହାଯାନୀ ବୌଦ୍ଧ ଧର୍ମର ଆବିର୍ଭାବର କାରଣ। ମହାଯାନ କିଏ, କ'ଣ, ସେସବୁ ଆମେ ଆଲୋଚନା ଧୀରେ ଧୀରେ କରୁଛୁ। ପ୍ରାୟ 100 ବର୍ଷ ବ୍ୟାପୀ ଓଡ଼ିଶାରେ ମହାଯାନ ବିକଶିତ ହୋଇଥିଲା। ବର୍ତ୍ତମାନ ଶ୍ରୋତାବନ୍ଧୁ, ଆମେ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସମ୍ପର୍କରେ ଗୁରୁତ୍ୱ ଦେଉଛେ। 100 ବର୍ଷ ବ୍ୟାପୀ ଓଡ଼ିଶାରେ ମହାଯାନ ବିକଶିତ ହୋଇଥିଲା ବୋଲି କୁହାଯାଏ। ବିଶେଷ ଭାବରେ ଆପଣମାନେ ଜାଣିଛନ୍ତି ତୋଷାଳୀ, ପଲୁର, ତାମ୍ରଲିପ୍ତ, ସେଲିତାଲୋ, ଚେରିତାଳ ବୋଲି କୁହାଯାଏ, ଭୋର ଶୈଳ, ପରିମଳଗିରି, ପୁଷ୍ପଗିରି, ଲଳିତଗିରି, ରତ୍ନଗିରି, ଉଦୟଗିରି, ଆଲମଗିରି, ମୋହନଗିରି, ଜଗଦଳ ଆଦି ସ୍ଥାନରେ ବୌଦ୍ଧ ସଂଘ ସଂଗଠିତ ହୋଇଥିଲା। ଆଲମଗିରି ତାଙ୍କର ଗୁରୁଙ୍କ ନାମରେ ହେଇଛି। ତାପରେ ବିଶେଷତଃ ଲଳିତଗିରି, ରତ୍ନଗିରି, ଖିଚିଙ୍ଗ, ଅଯୋଧ୍ୟା, ସୋଲଣପୁର, ବୌଦ୍ଧ, ଚୌପୁଆର, ବାଣେଶ୍ୱର, ନାସି ଆଦି ସ୍ଥାନରେ ବୁଦ୍ଧ, ବୋଧିସତ୍ତ୍ୱ, ତାରା, ପ୍ରଜ୍ଞା, ପାରମିତା ପ୍ରଭୃତିଙ୍କ ବିଗ୍ରହ ଏବେ ସୁଦ୍ଧା ଅଛି। ରତ୍ନଗିରିର ଅବଲୋକିତେଶ୍ୱର, ଖିଚିଙ୍ଗର ମଞ୍ଜୁଶ୍ରୀ, ଅଯୋଧ୍ୟାର ତାରା ଓ ମାରିଚି, ଚୌଦ୍ୱାରର ବଜ୍ର ବାରାହୀ, ବାଣେଶ୍ୱର ନାସିର ପ୍ରଜ୍ଞା ପାରମିତା, ଏସବୁ ବୌଦ୍ଧ ଜଗତକୁ ଆମ ଓଡ଼ିଶାର ଅବଦାନ। ମାନେ ଆମ ଓଡ଼ିଶାରେ କିପରି ଭାବରେ ବୌଦ୍ଧ ଧର୍ମ ଏବେ ପର୍ଯ୍ୟନ୍ତ ସୁରକ୍ଷିତ, ତେଣୁ ଏଇଟା ଓଡ଼ିଶାର ଅବଦାନ।
ମହାଯାନ ଯୋଗ ସାଧନାରେ ତୋଷାଳୀର ସୁରଭଗିରି ବିହାରର ଆଚାର୍ଯ୍ୟ ସର୍ବଗାମୀ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ନାଁଟା ମନେ ରଖିବେ, ଆଚାର୍ଯ୍ୟ ସର୍ବଗାମୀ। ପରେ ଏହିଠାରେ ଯୋଗ ଦର୍ଶନର କେନ୍ଦ୍ର ବିଖ୍ୟାତ ଖ୍ୟାତି ଲାଭ କରିଥିଲା ରତ୍ନଗିରି, ଏବଂ ସେଠାରେ ମହାଯାନ ଯୋଗ ସହିତ ତାନ୍ତ୍ରିକ ଯୋଗ ସାଧନାର ସମନ୍ୱୟ ହୋଇ ବୌଦ୍ଧ ଧର୍ମରେ ଏକ ନୂତନ ଯୋଗ ଦର୍ଶନ ସୃଷ୍ଟି ହେଲା। ରତ୍ନଗିରିରେ ଏକ ବିଶ୍ୱବିଦ୍ୟାଳୟ ଗଢ଼ି ଉଠିଥିଲା। ତାହା ବୌଦ୍ଧ ଧର୍ମର ଶ୍ରେଷ୍ଠତମ ପୀଠ। ସୁଦୂର କାଶ୍ମୀରରୁ ଏସିଆର ନାରୋପା, ଏମାନଙ୍କ ନାଁ ମନେ ରଖିବେ ଆପଣମାନେ, ନାରୋପା ପ୍ରାଜ୍ଞା ବୋଧିଶ୍ରୀ ନାମକ ବୌଦ୍ଧ ପଣ୍ଡିତ ଓ ଦାର୍ଶନିକ ଆସିଥିଲେ ଏବଂ ଏହି ବିଶ୍ୱବିଦ୍ୟାଳୟର ସେମାନେ ବିଦ୍ୟାର୍ଥୀ ଥିଲେ। ମହାଯାନ ଯୁଗ ହିଁ ଓଡ଼ିଶା ସଂସ୍କୃତିର ସ୍ୱର୍ଣ୍ଣ ଯୁଗ। ଧର୍ମ, ଦର୍ଶନ, ଶିକ୍ଷା, କଳା, ସ୍ଥାପତ୍ୟ ଆଦି ଅନେକ ଦିଗରେ ଓଡ଼ିଶା କେବଳ ଭାରତରେ ନୁହଁ ସମଗ୍ର ଏସିଆରେ ଖ୍ୟାତି ଲାଭ କରିଥିଲା। ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ମହାଯାନ କ୍ରମେ ବଜ୍ରଯାନରେ ପରିଣତ ହୋଇଥିଲା। ଓଡିଆନ୍ ଅନ୍ତର୍ଗତ ମାନେ କେମିତି ବୌଦ୍ଧ ଧର୍ମର ବିକାଶ ପଥରେ କେମିତି ତାର ବିବର୍ତ୍ତିତ ରୂପ, ସେଇଗୁଡାକୁ ଆମେ ଦେଖେଇବା। ମହାଯାନ ପ୍ରଥମେ ଥିଲା, ତାପରେ ବଜ୍ରଯାନ ପରିଣତ ହେଲା। ଉଡିଆନ୍ ଅନ୍ତର୍ଗତ ସମ୍ବଳ ରାଜ୍ୟର, ଯୋଉଟା ସମ୍ବଲପୁର ବୋଲି ଭାବନ୍ତୁ, ସମ୍ବଳ ରାଜ୍ୟର ରାଜା ଇନ୍ଦ୍ରଭୂତିଙ୍କୁ ବଜ୍ରଯାନର ପ୍ରବର୍ତ୍ତକ ରୂପେ ଗ୍ରହଣ କରାଯାଏ। ମହାଯାନର ଶୂନ୍ୟ ସାଧନା ଓ ଯୋଗ ଦର୍ଶନର ଗୂଢ଼ ତତ୍ତ୍ୱ ଜନସାଧାରଣଙ୍କୁ ସୁବୋଧ୍ୟ ଓ ସହଜଲଭ୍ୟ କରିବା ପାଇଁ ସେ ପ୍ରୟାସ କରିଥିଲେ। ବଜ୍ରଯାନରୁ ସହଜଯାନର ଏଇ ଯୋଉ କ୍ରମ ମାନେ ତାର ରୂପାନ୍ତରୀକରଣ, ସେଟାକୁ ଟିକେ ଦୃଷ୍ଟିରେ ପକେଇବେ। ମୁଁ ଯେମିତି କହିଛି ଯେ ବଜ୍ରଯାନରୁ ସହଜଯାନ ଯୋଉ ରୂପାନ୍ତର, ସେଟା ବହୁତ ଭିନ୍ନ ଭାବରେ ହେଇଥିଲା, ସ୍ୱତନ୍ତ୍ର ଭାବରେ ହେଇଥିଲା। କାରଣ ବଜ୍ର ଶବ୍ଦର ଅର୍ଥ ହେଉଛି ଶୂନ୍ୟ ବା ଶୂନ୍ୟତା। ସେଥିପାଇଁ କୁହାଯାଏ ଶୂନ୍ୟତା ବଜ୍ର ମୁଚ୍ୟତେ। ବଜ୍ରଯାନରେ ସବୁ କିଛି ଶୂନ୍ୟ। ବଜ୍ରଯାନରେ ସ୍ତମ୍ଭନ, ମୋହନ, ବଶୀକରଣ, ଉଚ୍ଚାଟନ ପ୍ରଭୃତି ତାନ୍ତ୍ରିକ କ୍ରିୟା ଥିଲା ଓ ପଞ୍ଚ ମକାରର ଉପାସନା ଥିଲା। ପଞ୍ଚ ମକାର କଣ? ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା। ମୁଦ୍ରା ମାନେ ପଇସା ନୁହଁ, ମୁଦ୍ରା ହଉଛି ରନ୍ଧନ ଖାଦ୍ୟ, ଯୋଉଟା ଶୁଷ୍କ ବ୍ୟଞ୍ଜନ। ତେଣୁ ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା ଆଉ ମୈଥୁନ। ତେବେ ବଜ୍ରଯାନର ଉପଶାଖା ଆଉ ଗୋଟେ ବାହାରିଥିଲା, ତାହେଲେ କାଳଚକ୍ର ଯାନ। ଏଇଟା ଗୋଟେ ଉପଶାଖା। କାଳଚକ୍ର ଯାନରେ କାଳୀଙ୍କର କରାଳତାକୁ ସଂଯୁକ୍ତ କରିଦିଆଗଲା। ମାନେ ଅର୍ଥାତ୍ ଏଥିରୁ ଜାଣନ୍ତୁ ଯେ ନାରୀ ଶକ୍ତି ପୂଜା ବିନା ବଜ୍ରଯାନର କିଛି ସ୍ଥିତି ନଥିଲା। ତେଣୁ ବଜ୍ରଯାନର ଉପଶାଖା ପ୍ରଥମେ ଆସିଲା କାଳଚକ୍ର ଯାନ, ତାପରେ ଆସିଲା ସହଜ ଯାନ। ତେବେ ଇନ୍ଦ୍ରଭୂତିଙ୍କ ଭଗ୍ନୀ ଲକ୍ଷ୍ମୀଙ୍କର ବୋଧିସତ୍ତ୍ୱ ଓ ବୁଦ୍ଧଙ୍କର ଜ୍ଞାନ ତଥା ନିର୍ବାଣକୁ ସ୍ୱୀକାର କରିନଥିଲେ। ବଜ୍ରଯାନ ମଧ୍ୟରେ ଏକ ନୂତନ ଆଦର୍ଶବାଦର ସୃଷ୍ଟି ହେଲା ଓ ତାହା ରୂପାନ୍ତରିତ ହେଲା ସହଜ ଯାନରେ, ଯିଏକି ଏଇ ଲକ୍ଷ୍ମୀଙ୍କର ହିଁ ପ୍ରକୃତରେ ଆରମ୍ଭ କରିଥିଲେ। କାହିଁକିନା ବଜ୍ରଯାନରେ ଇନ୍ଦ୍ରଭୂତି ତାଙ୍କ ଭାଇ ସେ ଶୂନ୍ୟତାକୁ ଗୁରୁତ୍ୱ ଦଉଥିଲା ବେଳେ, ଲକ୍ଷ୍ମୀଙ୍କର ପ୍ରକୃତରେ ବୁଦ୍ଧଙ୍କର କୌଣସି ଯେଉଁ ନିର୍ବାଣ ତତ୍ତ୍ୱକୁ ଗ୍ରହଣ କଲେ ନାହିଁ ଏବଂ ସେ ଘୋଷଣା କଲେ, କିଏ? ଲକ୍ଷ୍ମୀଙ୍କର ମନୁଷ୍ୟ ଶରୀର ହିଁ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ପ୍ରତୀକ ଓ ଶରୀର ମଧ୍ୟରେ ହିଁ ବୁଦ୍ଧଙ୍କ ଅଧିଷ୍ଠାନ। ଏଥିରୁ ହିଁ ଦେହ ଚର୍ଚ୍ଚା, କାୟା ସାଧନା ପନ୍ଥା ପ୍ରବର୍ତ୍ତିତ ହୋଇ ସହଜ ଯାନରେ ପରିଣତ ହେଲା। ସବୁର ଗୋଟେ ଆରମ୍ଭଟା ବହୁତ ସୁନ୍ଦର ଥାଏ, ତାପରେ ବିକୃତ ସ୍ଥିତି କେମିତି ଅନ୍ୟମାନଙ୍କୁ, ଯୋଉମାନେ ସବୁ ଅଳ୍ପ ଜ୍ଞାନ ଯୋଗୁ ପରବର୍ତ୍ତୀ ପର୍ଯ୍ୟାୟରେ ଗୌତମ ବୁଦ୍ଧଙ୍କର ଧର୍ମର ଯୋଉ ନୈଷ୍ଠିକ ରୂପ କେମିତି କ୍ଷୟମାନ ହଉଛି କହିଲେ ଚଳିବ। ସେଇଟା ସହଜ ଯାନର ସହଜ ହେଉଛି ଅଚିନ୍ତନୀୟ ଶ୍ରେଷ୍ଠ ଓ ଶେଷ ସତ୍ୟ। ସହଜଯାନର ସହଜକୁ ଗୁରୁତ୍ୱ ଦିଆଗଲା। ଶବରୀପା, କାହ୍ନୁପା, ଦାରିକପା, ଲୁଇପା, ଗୁଞ୍ଜରିପା ପ୍ରମୁଖ ଏହି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସହଜିଆ ସାହିତ୍ୟ ସୃଷ୍ଟି କରିଥିଲେ। ବୌଦ୍ଧ ଗାନ ଦୋହାରେ ଏହି ସବୁ ତତ୍ତ୍ୱ ରହିଛି। ସହଜ ଯାନରେ ପଞ୍ଚାଶ୍ରୟକୁ ଗ୍ରହଣ କରି ଶେଷରେ ନିର୍ବାଣ ଲାଭ କରିବା କଥା କୁହାଯାଏ। ପଞ୍ଚାଶ୍ରୟ କଣ? ନାମାଶ୍ରୟ, ମନ୍ତ୍ରାଶ୍ରୟ, ପ୍ରେମାଶ୍ରୟ, ରସାଶ୍ରୟ। ନାମାଶ୍ରୟ କହିଲେ ନାମ, ତାପରେ ମନ୍ତ୍ର, ତାପରେ ପ୍ରେମ, ତାପରେ ରସାଶ୍ରୟ। ସହଜ ଯାନରେ ପ୍ରବୃତ୍ତି ମାର୍ଗ ପ୍ରଧାନ ଭାବରେ ଗୃହୀତ ହୋଇଛି। ତହିଁରେ ପ୍ରବୃତ୍ତି ମାର୍ଗରେ ଆନନ୍ଦ ଲାଭ ହେଉଛି ପ୍ରଧାନ ଲକ୍ଷ୍ୟ। ଆନନ୍ଦ, ପରମାନନ୍ଦ, ସହଜାନନ୍ଦ ଓ ବିରାମାନନ୍ଦ
ସମ୍ପୂର୍ଣ୍ଣ ରୂପେ ହେଉଛି ଆନନ୍ଦର ବା ସୁଖର କେତୋଟି ପ୍ରଧାନ ସୋପାନ। ଆଲୋଚକମାନଙ୍କ ମତରେ ବଜ୍ରଯାନ ଏବଂ ସହଜଯାନର ଶେଷ ପରିଣତି ହେଉଛି ପୂର୍ବ ଭାରତୀୟ ବୈଷ୍ଣବ ଧର୍ମରେ ବଙ୍ଗଦେଶର ସହଜିଆ ଓ ଗୌଡ଼ୀୟ ବୈଷ୍ଣବ ଧର୍ମ ଓ ଉତ୍କଳର ଜଗନ୍ନାଥ ଧର୍ମ। ଶ୍ରୋତାବନ୍ଧୁ, ଆପଣମାନେ ଜାଣିପାରୁଛନ୍ତି ଯେ ବୁଦ୍ଧ ହିଁ ଆମର ଯେମିତି 10ଟି ଅବତାର ଅଛି ଜଗନ୍ନାଥଙ୍କର, ବୁଦ୍ଧ ଗୋଟେ ଅବତାର। ତେଣୁ ବୁଦ୍ଧଙ୍କ ପରେ ଯେଉଁ ତାଙ୍କ ଧର୍ମକୁ ନେଇ ଯେଉଁ ସବୁ ଆସିଲା ବିବର୍ତ୍ତିତ ରୂପ, ତାହା ଗୌଡ଼ୀୟ ବୈଷ୍ଣବ ପର୍ଯ୍ୟନ୍ତ, ତାପରେ ଜଗନ୍ନାଥ ଧର୍ମରେ ସମ୍ପୂର୍ଣ୍ଣ ରୂପେ ବିଲୀନ ହୋଇଯାଇଛି। ଏହା ହିଁ ବୌଦ୍ଧ ଧର୍ମର ସାଂସ୍କୃତିକ କ୍ରମ ବିବର୍ତ୍ତିତ ରୂପ। ଗୋଟେ ଧର୍ମର ପ୍ରଭାବ ପରବର୍ତ୍ତୀ ପର୍ଯ୍ୟାୟରେ କିଭଳି ଭାବରେ ରୁହେ ତାହା ହିଁ ଆମେ ଆଲୋଚନା କରୁଛେ। ତେବେ ବୁଦ୍ଧ ଦନ୍ତ ଓ କଳିଙ୍ଗ ସମ୍ବନ୍ଧରେ ଅନେକ କାହାଣୀ ରହିଛି। ସିଂହଳର ବୌଦ୍ଧ ଧର୍ମ ଗ୍ରନ୍ଥ ଦାଠା ବଂଶ ଯେଉଁ ବହିଟା ବା ଦଲଦା ବଂଶରେ ବୁଦ୍ଧଙ୍କ ଅଲୌକିକତାକୁ ଉଦ୍ଘାଟିତ କରାଯାଇଛି। ଖ୍ରୀଷ୍ଟୀୟ 7ମ ଓ 8ମ ଶତାବ୍ଦୀରେ ଶୈଳୋଦ୍ଭବ ରାଜତ୍ୱରେ କଳିଙ୍ଗର ଲୋକେ ଜାଭା, ବାଲି, ସୁମାତ୍ରା, ବୋର୍ନିଓ ବା ସୁବର୍ଣ୍ଣ ଦ୍ୱୀପରେ କଳିଙ୍ଗ ଉପନିବେଶ ସ୍ଥାପନ କରିଥିଲେ। ସୁବର୍ଣ୍ଣ ଦ୍ୱୀପରେ ଶୈଳେନ୍ଦ୍ର ରାଜବଂଶକୁ ଅନେକ ଓଡ଼ିଶାର ଶୈଳୋଦ୍ଭବ ବଂଶ ଭାବରେ ଚିହ୍ନିତ କରୁଛନ୍ତି। ଶୈଳୋଦ୍ଭବ ଓ ଭୌମ ରାଜତ୍ୱରେ ଉଭୟ ମହାଯାନ ଓ ହୀନଯାନ ବିଶେଷ ଭାବରେ ମହାଯାନ ବୌଦ୍ଧ ଧର୍ମ ଭାବରେ ବିସ୍ତୃତି ଲାଭ କରିଥିଲା। ଭୌମ ରାଜତ୍ୱ ସମୟରେ ଚୀନ ପରିବ୍ରାଜକ ହୁଏନ୍ସା ଓଡ଼ିଶା ଆସିଥିବା ଓ ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିବାର ପ୍ରମାଣ ମିଳେ। ଏକଦା ଓଡ଼ିଶା ବୌଦ୍ଧ ଧର୍ମର କେନ୍ଦ୍ରସ୍ଥଳୀ ଥିଲା ବୋଲି ପୁସ୍ତକରେ ପ୍ରକାଶ ପାଇଛି। ତେବେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀ ଠାରୁ ଆରମ୍ଭ କରି ଖ୍ରୀଷ୍ଟୀୟ 7ମ ଓ 8ମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ନୌବାଣିଜ୍ୟ ଯେଉଁ ପରମ୍ପରା ବୌଦ୍ଧ ଧର୍ମକୁ ସୁଦୂର ପ୍ରସାର କରିଛି ବୋଲି କହିଲେ ଗୋଟେ ଅତିରଞ୍ଜନ, କିନ୍ତୁ ପ୍ରକୃତରେ ଆମେ ଜାଣୁଛେ ଏଇ ସମୟରୁ ହିଁ ବୌଦ୍ଧ ଧର୍ମର ସୂତ୍ରପାତ ହୋଇସାରିଥିଲା ଓଡ଼ିଶାରେ। ତେଣୁ ଶ୍ରୋତାବନ୍ଧୁ, ଆଜି ଆମେ ବୌଦ୍ଧ ଧର୍ମ ସଂସ୍କୃତିକୁ ନେଇ ବହୁତ ଗୁଡ଼ିଏ ଆଲୋଚନା କଲେ ଏବଂ ମୁଁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚିତ ଭାବରେ ଏସବୁ ଉପାଦେୟ ତଥ୍ୟ ଆପଣଙ୍କୁ ଭଲ ଲାଗିବ ଏବଂ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ ବୋଲି ମୋର ବିଶ୍ୱାସ। ଅଡ଼ିଓଟି କେମିତି ଲାଗିଲା ଆପଣମାନେ ଆପଣଙ୍କର ମତାମତ ଦେବାକୁ ଅନୁରୋଧ। ଧନ୍ୟବାଦ।